ପିଲାମାନେ ଆଜି ଆମେ ନବମ କ୍ଲାସ୍ର ଆମର ଫିଜିକାଲ ସାଇନ୍ସର ତୃତୀୟ ଚାପ୍ଟର ପରମାଣୁ ଓ ଅଣୁର ଅଭ୍ୟାସ ପ୍ରଶ୍ନପତ୍ର ସବୁ କରିବା ଏବଂ ଭଲରେ ବୁଝିବା। ତାହେଲେ 1 ନମ୍ବର ପିଲାମାନେ ଆମକୁ ଦେଇଛି ରାସାୟନିକ ସଂଯୋଗରେ 2ଟି ନିୟମ ଲେଖ ଏବଂ ବୁଝାଅ। ହେଲା, ଏଇଟା ବୁଝାଅ। ତାହେଲେ ପିଲାମାନେ ଆମେ ଜାଣିଛେ ରାସାୟନିକ ସଂଯୋଗରେ 2ଟି ନିୟମ ଅଛି। ସେ ହେଲା ବସ୍ତୁତ୍ୱ ସଂରକ୍ଷଣ ନିୟମ, ଆଉ ଗୋଟେ ହେଲା ସ୍ଥିରାନୁପାତ ନିୟମ। ପିଲାମାନେ ପରୀକ୍ଷାରେ ଆମର 2ଟାରୁ 1 କ୍ୱେଶ୍ଚିନ୍ ଆସିବ। ହେଲା, ଲଙ୍ଗ କ୍ୱେଶ୍ଚିନ୍ ଆସିବ, ହୁଏତ ବସ୍ତୁତ୍ୱ ସଂରକ୍ଷଣ ନିୟମ ଆସିପାରେ, ହୁଏତ ସ୍ଥିରାନୁପାତ ନିୟମ ଆସିପାରେ। ବୁଝିହେଲା, ଏଠି କିନ୍ତୁ ଆମର 2ଟାଙ୍କ ଲେଖିବାକୁ ଦେଇଛି। ତାହେଲେ ପ୍ରଥମେ ପଢ଼ିବା ଆମେ ବସ୍ତୁତ୍ୱ ସଂରକ୍ଷଣ ନିୟମ। ପିଲାମାନେ ବସ୍ତୁତ୍ୱ ସଂରକ୍ଷଣ ନିୟମରେ ବସ୍ତୁର ସୃଷ୍ଟି ହୁଏ ନାହିଁ କି ବିନାଶ ହୁଏ ନାହିଁ। ଇମ୍ପୋର୍ଟାଣ୍ଟ ପଏଣ୍ଟ ମନେ ରଖିବ। ହେଲା, ଯେତେବେଳେ ଏକ ରାସାୟନିକ ପରିବର୍ତ୍ତନ ବା ରାସାୟନିକ ପ୍ରତିକ୍ରିୟା ଘଟେ ସେତେବେଳେ ବସ୍ତୁତ୍ୱର ପରିବର୍ତ୍ତନ ଘଟି ନଥାଏ। ଅର୍ଥାତ୍ ପରିବର୍ତ୍ତନର ପୂର୍ବ ବସ୍ତୁତ୍ୱ ଓ ପର ବସ୍ତୁତ୍ୱ ସମାନ ରହିଥାଏ। ବୁଝିହେଲା, କୌଣସି ପରିବର୍ତ୍ତନ ହେବ ନାହିଁ। ଆମେ ଏଇଠି ଏକ୍ଜାମ୍ପଲ୍ ଦେବା, ଉଦାହରଣ ଦେଖିବା। ପିଲାମାନେ 2 ଗ୍ରାମ ଉଜାନ ଦେଖ, ହେଲା, 71 ଗ୍ରାମ କ୍ଲୋରିନ୍, ଏଠି H2 71 ଗ୍ରାମ କ୍ଲୋରିନ୍। ବୁଝିହେଲା, ତାହେଲେ ପିଲାମାନେ ଏଇଟା ନିଆ ହେଇଛି। ହେଲା, ଏଇଟା ଆଟମିକ୍ ମାସ୍, ହାଇଡ୍ରୋଜେନ୍ ଆଟମିକ୍ ମାସ୍ ହେଉଛି 1, 2ଟା ହାଇଡ୍ରୋଜେନ୍ ଅଛି H2, ହେଲା, ଟୋଟାଲ୍ ହେଲା 2। କ୍ଲୋରିନ୍ ଆଟମିକ୍ ମାସ୍ ହେଉଛି 35.5। ବୁଝିହେଲା, 2ଟା କ୍ଲୋରିନ୍ ଅଛି, ତାହେଲେ 71 ହେଲା। ହେଲା, ମିଶିକି ମଧ୍ୟ ଇଏ ମଧ୍ୟ 2 × 36.5। ବୁଝିହେଲା, ଇଏ ବି ମଧ୍ୟ କ'ଣ ୟାଙ୍କର ଦେଖିଲ, ଏପଟେ ଯାହା ଥିଲା ପ୍ରତିକାରକ ପଟେ, ଉତ୍ପାଦ ପଟେ ମଧ୍ୟ ଆଣବିକ ବସ୍ତୁତ୍ୱ ସମାନ ହେଲା। ଏଥିରୁ ଆମେ ଜାଣିପାରିଲେ ଯେ ମୋଟ ବସ୍ତୁତ୍ୱର ସମାନ ହେବ, ପ୍ରତିକାରକରେ ଯେତିକି ଉତ୍ପାଦରେ ସେତିକି। ତାପରେ ଆମେ ଦେଖିବା ସ୍ଥିରାନୁପାତ ନିୟମ। ବୁଝିହେଲା, ସ୍ଥିରାନୁପାତ ନିୟମ କ'ଣ କହୁଛି? ପିଲାମାନେ ରାସାୟନିକ ଯୌଗିକରେ ମୌଳିକ ଗୁଡ଼ିକ ସର୍ବଦା ଏକ ନିର୍ଦ୍ଦିଷ୍ଟ ବସ୍ତୁତ୍ୱ ଅନୁପାତରେ ରହିଥାଏ। ତାହେଲେ ସେ କହୁଛି ଗୋଟେ ନିର୍ଦ୍ଦିଷ୍ଟ ବସ୍ତୁତ୍ୱ ଅନୁପାତରେ। କ'ଣ ସେ ନିର୍ଦ୍ଦିଷ୍ଟ ଅନୁପାତ ପଢ଼ିବା? ତାହେଲେ କୌଣସି ଏକ ଯୌଗିକ ପଦାର୍ଥ ଯେପରି ପ୍ରସ୍ତୁତ ହେଉନା କାହିଁକି କିମ୍ବା ଯେକୌଣସି ଉତ୍ସରୁ ମିଳିଥାଉ, ସେଥିରେ ସମାନ ମୌଳିକ ଗୁଡ଼ିକ ସର୍ବଦା ଏକ ନିର୍ଦ୍ଦିଷ୍ଟ ବସ୍ତୁତ୍ୱ ଅନୁପାତରେ ସଂଯୁକ୍ତ ହେବା ଦ୍ୱାରା ତାହା ସୃଷ୍ଟି ହୋଇଥାଏ। ଦେଖ, ମୁଁ ବୁଝଉଛି କ'ଣ ଏଇଟା। ପିଲାମାନେ ଜଳକୁ ଯେକୌଣସି ଉତ୍ସରୁ ସଂଗ୍ରହ କଲେ, ହେଲା, ଆମେ ଜଳକୁ ଯେଉଁଠୁ ବି ଇଏ କରିବା, ସର୍ବଦା ହାଇଡ୍ରୋଜେନ୍ ଆଉ ଅକ୍ସିଜେନ୍ ଅନୁପାତ କେତେ କହିଲ? 1:8। ବୁଝିହେଲା, ହାଇଡ୍ରୋଜେନ୍ ଯଦି 1 ହେଲା, ଅକ୍ସିଜେନ୍ ହେଲା 8। ବୁଝିହେଲା, ବସ୍ତୁ ଅନୁପାତରେ ସଂଯୁକ୍ତ ହୋଇଥାଏ। 2 ଗ୍ରାମ ଜଳକୁ ବିଘଟନ କଲେ ସର୍ବଦା, ହେଲା, 1 ଗ୍ରାମ ହାଇଡ୍ରୋଜେନ୍ ଏବଂ 5 ଗ୍ରାମ ଅକ୍ସିଜେନ୍ ମିଳିଥାଏ। ବୁଝିହେଲା, ତାହେଲେ ୟାଙ୍କ ଅନୁପାତ ଏଇଟା ଯେଉଁ 1:8 ନୁହଁ କି, ଏଇଟା ସବୁବେଳେ ଫିକ୍ସ, ୟାକୁ ଆମେ ଚେଞ୍ଜ କରିପାରିବା ନାହିଁ। ଏଇଟା ଆମକୁ କହୁଛି କ'ଣ, କେଉଁ ନିୟମ? ଏଇଟା ଆମର ସ୍ଥିରାଙ୍କ ନିୟମ। ବୁଝିହେଲା, ସ୍ଥିରାନୁପାତ ନିୟମ। 2 ନମ୍ବର ଆମେ ପଢ଼ିବା ଡାଲ୍ଟନଙ୍କ ପରମାଣୁ ତତ୍ତ୍ୱର ଶିକାର। ବଢ଼ିଆ କ୍ୱେଶ୍ଚିନ୍, 3 ମାର୍କିଆ ପରୀକ୍ଷାରେ ଆସେ। ତାହେଲେ ବୈଜ୍ଞାନିକ ଜନ୍ ଡାଲ୍ଟନ୍ ହେଲେ ଆମର 1808 ମସିହାରେ ପଦାର୍ଥର ଗଠନ ସମ୍ପର୍କରେ ଏକ ନୂତନ ତତ୍ତ୍ୱ ଉପସ୍ଥାପନ କରିଥିଲେ। ହେଲା, ଏହାକୁ ଆମେ ଡାଲ୍ଟନ୍ ତତ୍ତ୍ୱ କହିବା। ସେ କ'ଣ କରିଥିଲେ? ଏଇଥିରେ ପଦାର୍ଥର ଅନେକ ଗୁଡ଼ିଏ ଆମେ କହିଥିଲେ ଯେ ଗୋଟିଏ ପଦାର୍ଥ ଅନେକ ଗୁଡ଼ିଏ କ୍ଷୁଦ୍ର କଣିକାମାନଙ୍କୁ ନେଇ ଗଠିତ। ସେହି କଣିକାକୁ ଆମେ ପରମାଣୁ କହିବା ଏବଂ ସେହି ପରମାଣୁ ଗୁଡ଼ିକ ଅବିଭାଜ୍ୟ କଣିକା। ରାସାୟନିକ ପ୍ରତିକ୍ରିୟାରେ ଏହାକୁ ସୃଷ୍ଟି କରାଯାଇପାରିବ ନାହିଁ କିମ୍ବା ବିନାଶ ମଧ୍ୟ କରାଯାଇପାରିବ ନାହିଁ। କୌଣସି ଏକ ମୌଳିକର ପରମାଣୁ ଗୁଡ଼ିକର ବସ୍ତୁତ୍ୱ ଓ ରାସାୟନିକ ଧର୍ମ ସମାନ। ଏବଂ ଆଉ କ'ଣ କହିଥିଲେ ଡାଲ୍ଟନ୍? ବିଭିନ୍ନ ମୌଳିକର ପରମାଣୁ ଗୁଡ଼ିକର ବସ୍ତୁତ୍ୱ ଓ ରାସାୟନିକ ଧର୍ମ ଭିନ୍ନ ହୋଇଥାଏ। ଛୋଟ ପୂର୍ଣ୍ଣ ସଂଖ୍ୟା ଅନୁପାତରେ ବିଭିନ୍ନ ମୌଳିକର ପରମାଣୁ ଗୁଡ଼ିକ ସଂଯୁକ୍ତ ହୋଇ ଯୌଗିକ ସୃଷ୍ଟି ହୁଏ। ହେଲା, ହାଇଡ୍ରୋଜେନ୍ ଆଉ ଅକ୍ସିଜେନ୍ ମିଶିଗଲା, କ'ଣ ହେଲା? H2O ତିଆରି ହେଲା, ୱାଟର ତିଆରି ହେଲା, ଗୋଟେ ଛୋଟ ମୌଳିକରୁ ଗୋଟେ ଯୌଗିକ ତିଆରି ହେଲା। ବୁଝିଲା ତ? 3 ନମ୍ବର ଦେଖିବା। 3 ନମ୍ବର ମୁଁ କହୁଛି ଗୋଟିଏ ଉଦାହରଣ ସହ ପାରମାଣବିକ ବସ୍ତୁତ୍ୱ କ'ଣ ବୁଝା। ପିଲାମାନେ ପାରମାଣବିକ ବସ୍ତୁତ୍ୱ ଏକକରେ ମୌଳିକର ପରମାଣୁର ହାରାହାରି ବସ୍ତୁ ହେଉଛି ପାରମାଣବିକ ବସ୍ତୁ। କ'ଣ ଏଠି ଆମକୁ କହିଲା? କୌଣସି ଏକ ବସ୍ତୁତ୍ୱର ଯଦି ଏକକରେ ମୌଳିକ ପରମାଣୁର ହାରାହାରି, ଦେଖ ବୁଝିବା କ'ଣ ମୌଳିକ ପରମାଣୁ ହାରାହାରି। ଦେଖ ପିଲାମାନେ,
ପ୍ରକୃତିରେ ଏଇଟା ଆମର ମନେ ରଖିବାକୁ ପଡ଼ିବ ହେଲା, ଏଇଟା କିଛି ଇଏ ନାହିଁ। ପ୍ରକୃତିରେ ଉପଲବ୍ଧ ଅକ୍ସିଜେନର ଆଇସୋଟୋପ ହେଲା 160, 170 ଆଉ 180 ହେଲା। ତାହେଲେ ତାଙ୍କ ଆମେ ସେଗୁଡ଼ିକର ପରମାଣୁ ବସ୍ତୁ ଆମେ ନେବା ହେଲା, ଏତିକି ନେବା। ଏଇଟା ହେଲା ପରମାଣୁ ବସ୍ତୁର ୟୁନିଟ୍, ମାନେ ୟୁନିଟ୍ ଏକକ ହେଲା, ଯଥାକ୍ରମେ ଏତିକି। ଏବଂ ତାଙ୍କ ଆଇସୋଟୋପର ଆପେକ୍ଷିକ ପରିମାଣ ହେଲା ଏତିକି ହେଲା। ତାହେଲେ ଅମ୍ଳଜାନର ପାରମାଣବିକ ବସ୍ତୁତ୍ୱ କେତେ ହେବ? ହାରାହାରି ହାରାହାରି ସମସ୍ତଙ୍କର ହାରାହାରି ବାଇ 100 ବୁଝିଲା, 16 ୟୁନିଟ୍ ବାହାରିବ ଆମର। ଏଇଟା ଆମର ବୁଝିଲା କେମିତି ହେଲା ଦେଖ। ଇଏ ହେଲା ଅକ୍ସିଜେନ 15 ଅଛି, 16 ଅଛି, 17 ଅଛି ବୁଝିଲା। ଇଏ 99 ଆଇସୋଟୋପ ତାଙ୍କର କେତେ? ଇଏ ହେଲା ପାରମାଣବିକ ବସ୍ତୁତ୍ୱ ଏତିକି 15, 16, 17। ଆଇସୋଟୋପର କେତେ? 99, 0.037 ଆଉ 0.200 ହେଲା। ତାହେଲେ ଏଇ ଯେଉଁ ଆମର ଅଛି 99 କୁ 15 ଗୁଣିବା, ତାପରେ ପୁଣି 0.3 କୁ 16, 0.2 କୁ 17 ବାଇ ସେମାନଙ୍କର ସମସ୍ତଙ୍କର ହାରାହାରି 100 ହେଲା, 16 ୟୁନିଟ୍ ଅକ୍ସିଜେନର ଏତିକି ବାହାରିଲା ଆମର। ତାପରେ 4 ନମ୍ବର ଆଣବିକ ବସ୍ତୁତ୍ୱ କ'ଣ ପିଲାମାନେ? ଏକ ଯୌଗିକର ଆଣବିକ ବସ୍ତୁ କିପରି ନିର୍ଣ୍ଣୟ କରାଯାଇପାରିବ? ଉଦାହରଣ ଦେଇ ଲେଖ। ପିଲାମାନେ ଆଣବିକ ବସ୍ତୁତ୍ୱ ହେଉଛି ଗୋଟିଏ ଅଣୁରେ ଥିବା ସମସ୍ତ ପରମାଣୁର ପାରମାଣବିକ ବସ୍ତୁତ୍ୱର ଯୋଗଫଳ। ଆଣବିକ ବସ୍ତୁତ୍ୱ ଏକ ଆନୁପାତିକ ସଂଖ୍ୟା ଓ ଏହାର ଏକକ ହେଉଛି ୟୁ। ସେମିତି ବୁଝା ପଡ଼ିବନି, ଉଦାହରଣଟେ କରିବା ହେଲା। ପିଲାମାନେ କାର୍ବନ ଡାଇଅକ୍ସାଇଡ଼ ଆମେ ଜାଣିଛେ CO2 ହେଲା। ତାହେଲେ କାର୍ବନ ହେଉଛି 6 କାର୍ବନର ପରମାଣୁ ବସ୍ତୁତ୍ୱ କେତେ? କାର୍ବନର ଆଟମିକ ନମ୍ବର ହେଉଛି 6 ହେଲା। ହାଇଡ୍ରୋଜେନ, ହିଲିୟମ୍, ଲିଥିୟମ୍, ବେରିଲିୟମ୍, ବୋରୋନ୍, କାର୍ବନ ମନେ ରଖିଦେବ। କିନ୍ତୁ ପାରମାଣବିକ ବସ୍ତୁତ୍ୱ ହେଉଛି 12 ୟୁନିଟ୍, 12 ହେଲା ଡବଲଟା ବୁଝିଲା। ତାହେଲେ ଅକ୍ସିଜେନ କେତେ? ଅକ୍ସିଜେନ 16। ତାହେଲେ କାର୍ବନ ଡାଇଅକ୍ସାଇଡ଼ର ଆମେ ଆଣବିକ ବସ୍ତୁତ୍ୱ କେମିତି ବାହାର କରିବା ଦେଖ। ତାହେଲେ କାର୍ବନ ଡାଇଅକ୍ସାଇଡ଼ ପିଲାମାନେ ମନେ ରଖ, ସି କେତେଟା ଅଛି? ଗୋଟେ ଅଛି। ତାହେଲେ ସିର କାର୍ବନ ଆମେ ପଢ଼ିଲେ ପାରମାଣବିକ ବସ୍ତୁତ୍ୱ କେତେ? 12। ତାହେଲେ 1 × 12 ବୁଝିଲା। O2 ଅକ୍ସିଜେନ କେତେଟା ଅଛି? 2ଟା ଅଛି। ତାହେଲେ ଅକ୍ସିଜେନର ପାରମାଣବିକ ବସ୍ତୁତ୍ୱ କେତେ ପଡ଼ିଲେ? 16। ତାହେଲେ 2 × 16 ବୁଝିଲା। 12 × 12 16 × 32 ଟୋଟାଲ ହେଲା କାର୍ବନ ଡାଇଅକ୍ସାଇଡ଼ ପାରମାଣବିକ ବସ୍ତୁତ୍ୱ କେତେ? 44 ୟୁନିଟ୍ ସେଲେ ବୁଝିଲା। ତ ପୁରା ଇମ୍ପୋର୍ଟାଣ୍ଟ, 1 ମାର୍କ ବି ବେଳେବେଳେ ଆସିବ। କାର୍ବନ ଡାଇଅକ୍ସାଇଡ଼ ହେଉ କିମ୍ବା ଅନ୍ୟ କୌଣସି ଯୌଗିକର ପାରମାଣବିକ ବସ୍ତୁତ୍ୱ କେତେ? 5 ନମ୍ବର ଆମର ପଲି ଆଟମିକ ଆୟନ କ'ଣ? 4ଟି ପଲି ଆଟମିକ ଆୟନର ଉଦାହରଣ ଦିଅ। ଗୋଟିଏ ଚାର୍ଜ ଯୁକ୍ତ ପରମାଣୁରେ ଆୟନ ଗଠିତ ହୋଇପାରେ କିମ୍ବା ଏକାଧିକ ପରମାଣୁ ଏକତ୍ର ହୋଇ ଯୁକ୍ତ ବା ବିଯୁକ୍ତ ଚାର୍ଜ ବହନ କରିପାରେ। ଏକାଧିକ ପରମାଣୁ ଏକତ୍ର ହୋଇ ଚାର୍ଜ ବହନ କରିଥିଲେ ସେଗୁଡ଼ିକୁ ଆମେ ପଲି ଆଟମିକ ଆୟନ ବୋଲି କହିବା ବୁଝିଲା। ଏକାଧିକ ପରମାଣୁ ଯଦି ଏକତ୍ର ହୋଇ ଚାର୍ଜ ବହନ କରିଥିବ ତାଙ୍କୁ ଆମେ ପଲି ଆଟମିକ ଆୟନ କହିବା। ଦେଖ ପିଲାମାନେ ଏଠି ଏମୋନିୟମ NH+ ଏକାଧିକ ଇଏ ହେଇକି ହେଲା ହାଇଡ୍ରୋକ୍ସାଇଡ୍, ନାଇଟ୍ରେଟ୍ ବୁଝିଲା। ଏସବୁ ହେଲେ ପଲି ଆଟମିକ ଆୟନ। 6 ନମ୍ବର ପିଲାମାନେ ଏଇସବୁ ଏଲିମେଣ୍ଟର ଆମେ କ'ଣ ମୌଳିକର ସଂକେତ ଲେଖିବା ହେଲା। ପୁରା ଲେଖିଦେଇଛି। ବେରିୟମ ହେଲା BA, ବେରିଲିୟମ୍ BE, କାଡମିୟମ୍ CD, କ୍ରୋମିୟମ୍ CR, ଗୋଲ୍ଡ AU। ତୁମେ 20ଟା ତ ମନେ ରଖିବାକୁ ପଡ଼ିବ। ହାଇଡ୍ରୋଜେନଠୁ ପୁରା 20 ନମ୍ବର ଯାଏଁ କ୍ୟାଲସିୟମ୍ ଯାଏଁ ତୁମେ ପୁରା ମନେ ରଖିବାକୁ ପଡ଼ିବ। ଆଉ ଅନ୍ୟ ସବୁ ଏଲିମେଣ୍ଟର ସଂକେତ ହେଲା। ୟାର ପ୍ରତୀକ ଆମକୁ ଦେଇଛି, ଆମେ ତା ନାଁ ଲେଖିବା ବୁଝିଲା। ତାହେଲେ ଆଲୁମିନିୟମ୍, ହିଲିୟମ୍, କୋବାଲ୍ଟ CO କୋବାଲ୍ଟ, Mn ମାଙ୍ଗାନିଜ୍, Hg ମର୍କୁରୀ, ତାକୁ ଆମେ ପାରଦ ବୋଲି କହିବା। B ବୋରୋନ୍, P ହେଲା ଫସ୍ଫରସ୍, S ହେଲା ସଲଫର, C ହେଲା କାର୍ବନ, F ହେଲା କେତେ? ଫ୍ଲୋରିନ୍। 8 ନମ୍ବର ତାପରେ ଆମକୁ ଦେଇଛି ରାସାୟନିକ ସଂକେତ ଲେଖିବାର ପ୍ରଣାଳୀ ବୁଝାଅ। ତାହେଲେ ଲେଖିବା ଆମେ ପିଲାମାନେ କୌଣସି ଯୌଗିକର ଅଣୁର ଆଣବିକ ବା ରାସାୟନିକ ସଂକେତ ଲେଖିବାକୁ ହେଲେ ପ୍ରଥମେ ମୌଳିକ ଗୁଡ଼ିକର ପ୍ରତୀକକୁ ପାଖାପାଖି ଲେଖିବା ହେଲା। ବତେଇ ଦେଇ ପୁରା ଧାତୁ ଏବଂ ଅଧାତୁର ଗଠିତ ଯୌଗିକ ପାଇଁ ଧାତୁର ନାମ କିମ୍ବା ପ୍ରତୀକ ପ୍ରଥମେ ଲେଖାଯାଏ ହେଲା। ଉଦାହରଣ ମ୍ୟାଗ୍ନେସିୟମ ଅକ୍ସାଇଡ୍ ଲେଖିବା ପ୍ରଥମେ କିମ୍ବା ପଟାସିୟମ KBr ଲେଖିବା ହେଲା। ତାଙ୍କର ଯୋଗ୍ୟତାର ପ୍ରତୀକ ଠିକ୍ ତଳେ ଲେଖାଯାଏ ଏବଂ ତାପରେ ଯୋଗ୍ୟତା ସଂଖ୍ୟା 2ଟି ସ୍ଥାନ ଅଦଳ ବଦଳ କରି ସଂକେତ ଲେଖାଯାଏ। ଆୟନର ଯୋଗ୍ୟତା କିମ୍ବା ଚାର୍ଜ ସମତୁଲ ହେବ ଏବଂ ପଲି ଆଟମିକ ଆୟନ ଏସବୁ ଦେଖ ଆଗ କଲେ ଆମେ ବୁଝିପାରିବା, ସେମିତି ଆମେ ଜାଣିପାରିବାନି ହେଲା। ଖାଲି ଏମିତି ଦେଖ ବୁଝିବା ପାଇଁ ତୁମେ ଏଇଟା ପଢ଼ିବା ପାଇଁ ପଢ଼, କିନ୍ତୁ ପରୀକ୍ଷାରେ ଲେଖିବା କ'ଣ? ଯାହା ବୁଝିବା ହେଲା।
जहाँ बुझा ताहा लिखा परीक्षा ताले प्रति पिलाने सोडियम क्लोराइड लिखा सोडियम क्लोराइड जाने आम NaCl बुझीला ताले सोडियम रहा +1 बुझीला कौन भाई +1 जानिछ तो सोडियम बुझे है 2 8 1 बुझीला ये गोटे इलेक्ट्रॉन दब जी गोटे इलेक्ट्रॉन दब ये तार अष्टक पूर्ण करने समस्ते चाहती तार शेष घरे केते अष्टक पूर्ण हो बोली तेणु ये गोटे इलेक्ट्रॉन दब किए दब सोडियम दब तेणु सोडियम जी इलेक्ट्रॉन हूँ सब नेगेटिव जी तार नेगेटिव को बाहर करदेला सी है पॉजिटिव है ताले से गोटे नेगेटिव बाहर कर देछि गोटे पॉजिटिव ताले Na+1 तार योज्यता हूँ +1 है जेतिकटा दे पार से तार योज्यता Cl देख Cl हूँ कौन Cl हूँ 17 पिला सोडियम 11 11 है KCl को 2टा LCl को 8टा MCl को गोटे यार KCl को 2 8 10 7 है ये 17 ताले ये 7 अच्छी शेष घरे आ गोटे इलेक्ट्रॉन दरकार है ताले इलेक्ट्रॉन ग्रहण कर ये 1 माइनस है संकेत है NaCl बुझेगा यही भाव में तुम कर बुझेगा 9 नंबर आम यही यौगिक मानकर संकेत लिखा है ताले सोडियम ब्रोमाइड पिला माने NaBr जिंक सल्फेट ZnSO4 एमोनियम क्लोराइड NH4Cl बेरियम कार्बोनेट BaCO3 एल्युमिनियम फॉस्फेट AlPO4 है तापर 10 नंबर 5टी अधातुर नाम लेख से गुड़िकर परमाणु लेख देख हिलियम हिलियम 1 है ओजोन ओजोन हूँ O3 है O3 माने 3 ट्राइएटमिक ये मोनो एटमिक ये ट्राई हाइड्रोजन S2 डाइएटमिक सल्फर 8 पॉली एटमिक एवं फॉस्फोरस फॉस्फोरस है 4 टेट्रा एटमिक 11 नंबर है आभोगाड्रो स्थिरांक कौन बुझा पिला माने 1 मोल कहले 6.02 × 10⁻23 संख्या को बुझाए है ये विराट संख्या को आभोगाड्रो स्थिरांक बा आभोगाड्रो संख्या कह जाए है मन रखिथ 1 मोल हूँ 6.02 × 10⁻23 है 1 मोल आभोगाड्रो को कह जाए है यह अणु परमाणु आयन बा कणिका संख्या गणनार गोटे एकक ताले 1 मोल हाइड्रोजन परमाणु मन कहती कि 6.02 × 1 मोल क्लोरीन परमाणु 6.02 × 10⁻23 है जेकोसी 6.02 × 1 मोल इलेक्ट्रॉन हो बा 1 मोल आयन हो तापरे 12 नंबर आम करवा ग्राम आणविक वस्तुत्व कौन गोटे उदाहरण सह बुझा पिला माने 1 मोल पदार्थर वस्तुत्व को मोल वस्तुत्व कह जाए एवं परमाणुर मोल वस्तुत्व को ग्राम पारणविक वस्तुत्व एवं अणुर मोल वस्तुत्व को ग्राम आणविक वस्तुत्व बोली कह जाए है उदाहरण दे देछि मु हाइड्रोजन आणविक वस्तु है 2 यूनिट ताले 1 मोल हाइड्रोजन अणु 2 ग्राम है ताले हाइड्रोजन ग्राम आणविक 2 ग्राम सेपरी जलर 18 यूनिट जलर ग्राम आणविक वस्तु 18 ग्राम सब तो एग्जांपल लिखिबनी मु बुझिया तुमको अधिक लिखी 18 ग्राम जल 1 मोल जल अणु अर्थात 6.02 × 10⁻23 संख्यक जल अणु रही है वीडियो भल लगे सांग पाक सेयार करदेव चैनल नुआ चैनल को सब्सक्राइब करदेव।